ପୂଜା ଚାଲିଛି ଏବଂ ନୂଆ ବର୍ଷ ଏ ବର୍ଷ ନୂଆ ହେବ କାଲି ପୁଣି ହୋମ କରାହେବ ଏପଟେ ମା ପୂଜା ପାଇଁ ବିଲ ମଙ୍ଗା ପାଇଁ ଯିବୁ ଏବଂ ଯାଉଛୁ ବିଲ ମଙ୍ଗା ନଈ କୂଳେ ଅଛନ୍ତି ଆମେ ନଈ କୂଳକୁ ଯିବୁ ଏବଂ ମା ବିଲ ଭିତରେ ଅଛନ୍ତି ଆମେ ମା ପାଖକୁ ଯାଉଛୁ ଏବେ ଏଇ ମା ଦେଖନ୍ତୁ କିନ୍ତୁ ଆମେ ଯିବୁ ସେଠିକି ମାଙ୍କ ପାଖକୁ ଏବଂ ମା ଏ ବର୍ଷ ନୂଆ ବର୍ଷରେ ଆଜି 21 ବର୍ଷ ଏ ମା ପାଖରେ ଆମେ ନୂଆ କରୁଛୁ କିନ୍ତୁ ଚାହିଁବା ଏ ବର୍ଷ ନୂଆରେ ଆମେ ମିଶିକି କାମ ଦାଦା ସହ ମିଶିକି ଏଇ ବାବାଙ୍କ ପାଖରେ ମାମାଙ୍କ ପାଖରେ ଆସୁଛୁ ମା ଆଜ୍ଞାରେ ଆମେ ଯାଉଛୁ ମାଙ୍କ ପାଖକୁ ଯାଉଛୁ କିନ୍ତୁ ମା ପାଖରେ ଆମେ ଦେଖାଇବୁ କେତେ ଜଙ୍ଗଲରେ ଅଛନ୍ତି ଆମେ ସବୁ ପାଖରେ ମା ଦେଖନ୍ତୁ ଏଠି ମା ଅଛନ୍ତି ଭିତରେ ଅଛନ୍ତି କିନ୍ତୁ ବଣା ଭିତରେ ଅଛନ୍ତି ଆମେ ଆସିଛୁ ରାସ ଗଲା ହେଉଛି ସେପଟେ ନଈ ସେପଟେ ହେଉଛି ରାସ ଗଲା ହେଉଛି କିନ୍ତୁ ରାସ ଗଲା ପରେ ତାଙ୍କର ଗାନ ଦେବୀଙ୍କର ଅସୁବିଧା ହେଇଥିବାରୁ ଆମେ ଆସି ସେଠି ରାସ କଲା ହେଉଛି ମାଆଙ୍କର ଅସୁବିଧା ହେଇଥିବାରୁ ଏଠି ନଈରେ ପାଣି ଆସିଥିବାରୁ ଏଠି ଜଙ୍ଗଲ ହେଇଛି ଦେଖନ୍ତୁ ନାଇଁ ନାହିଁ ଅନ୍ଧାର କିଛି ହେଇଛି ପୁରା ଅନ୍ଧାର ନାଇଁ ନାହିଁ କିଛି ନାହିଁ କିନ୍ତୁ ସୁବିଧା ନାହିଁ କିନ୍ତୁ ମାନେ ସକାଳୁ ଯେଉଁ କିଛି ଅସୁବିଧା ଅଛି କ'ଣ ପାଣି ସୁବିଧା ମା ବୁଲିକି ଅଛନ୍ତି ଆମେ ଯିବୁ ମାଆଙ୍କ ପାଖକୁ ଅନ୍ଧାର ଅଛନ୍ତି ମାଆଙ୍କ ପାଖକୁ ଆମେ ଯାଉଛୁ ଆମେ କେବେ ଯାବାକୁ କହୁଛୁ ଦେଖେଇକି ଚାଲନ୍ତୁ ମା କେତେ ଜଙ୍ଗଲ ଦେଖନ୍ତୁ କି ମା କେତେ ଜଙ୍ଗଲରେ ଅଛନ୍ତି କିନ୍ତୁ ଆମେ ମାଆକୁ ସୌଭାଗ୍ୟ କରି ଚାଲିଛୁ ମାଆଙ୍କର ଆଶୀର୍ବାଦରୁ ଆମେ ଏଠି ଅଛୁ କିନ୍ତୁ ମାଆଙ୍କର ଆଶୀର୍ବାଦରେ ନାଇଁ ନାହିଁ କିନ୍ତୁ ଅନ୍ଧାର ବସିଛନ୍ତି କିନ୍ତୁ ଆମେ ଚର୍ଚ୍ଚ ଖଣ୍ଡ ଧରି ମାଆଙ୍କ ପାଖକୁ ଅନ୍ଧାର ଆସୁଛୁ ସେପଟେ ପୂଜା ଚାଲିଛି କିନ୍ତୁ ଏପଟେ ହୋମ କହିକି ଯାଇଛୁ କିନ୍ତୁ ନାଇଁ ନାହିଁ ବୋଲି ଏପଟେ ରାସ ବୋଲା ହେଇପାରୁନି କିନ୍ତୁ ମା ପାଖକୁ ଆମେ ଯିବା କେତେ ଜଙ୍ଗଲ ଅଛନ୍ତି କେତେ ଅନ୍ଧାର ଅଛନ୍ତି ଆମେ ଯିବା ଆମେ ମାଆଙ୍କ ପାଖକୁ କେମିତି ଯିବା ମା ଆଜ୍ଞାରେ ଆମେ ଆଶୀର୍ବାଦରୁ ମା ପାଖକୁ ଆମେ ଯାଉଛୁ କେତେ ଜଙ୍ଗଲ ଅଛି ଅନ୍ଧାର ଅଛି କିନ୍ତୁ ନାଇଁ ନାହିଁ କିଛି ସୁବିଧା ନାହିଁ କିଛି ବାଟ ନାହିଁ କେତେ ଜଙ୍ଗଲ ହେଇଛି କିନ୍ତୁ ନଈ ପାଣି ଆସିଲେ ମା ବୁଲି ଯାଆନ୍ତି
କିନ୍ତୁ ବନ୍ଧ ବୁଲିଯାଏ କିନ୍ତୁ ମା ପାଖକୁ ଆମେ ଆସିଛୁ ମା ଆଜ୍ଞାରେ ଆମେ ମିଶିକି ଏ ବର୍ଷ ଏଇ ନୂଆ ବର୍ଷରେ ଆମେ କହିଛୁ ପୂଜା କରିଛୁ ମାକୁ ପୂଜା ଏ ବର୍ଷ ନୂଆ ଜମି କରାଯାଇଛି କିନ୍ତୁ ଆମେ ଚାହିଁବା ଏହି ନୂଆ ବର୍ଷରେ ମା ଆଜ୍ଞାରେ ଆମେ କେତେ ଉଠିବୁ ଆଉ କେତେ ଆସିବାରୁ ଆମେ ଯିବୁ ମା ଦେଖା ଦେଇଛନ୍ତି ମା ଆମେ ଦେଖିଛୁ କିନ୍ତୁ ଯିଏ ଦେଖିଛି ମା ପୁଷ କଲେ ମା ନଷ୍ଟ କରିଛି କେତେ ଅନ୍ଧାର ଜଙ୍ଗଲରେ ଆମେ ଆସିଛୁ ଏଠି ରାସ ବଡ଼ ହେଇକି ଭବିଷ୍ୟ ହେଇଛି ପୂଜା ଚାଲିଛି କାଲି ନୂଆ ବର୍ଷ 1 ମାସରେ ଆମ ମାଙ୍କର ପୂଜା ହେବ ଖେଚୁଡ଼ି ହେବ କିନ୍ତୁ ଏ ଚାଇ ବଣ୍ଟା ଚାଲିବ କିନ୍ତୁ ମାଙ୍କର ଆଶୀର୍ବାଦରୁ ମା ମଙ୍ଗଳା ବିଲମଙ୍ଗାଙ୍କ ପାଖରେ ଆମେ ଆସିଛୁ ଦେଖ କେତେ ଅନ୍ଧାର ମାଙ୍କର ଆଜ୍ଞାରେ ଆମେ ଆସିଛୁ ମା ବସିଛନ୍ତି ମା ବିଲମଙ୍ଗଳା ମା ପାଖକୁ ଆସିଛୁ ବିଲମଙ୍ଗଳାଙ୍କ ପାଖରେ ଆସିଲୁ କେତେ ନଈ କୂଳେ ସେପଟେ ନଈ ଦେଖେଇବେ ସେପଟେ ନଈ କିନ୍ତୁ ଦେଖାଯିବନି ଅନ୍ଧାର ହେଇଛି ବୋଲି ଦେଖାଯାଉନି କିନ୍ତୁ କାଲି ଦିନ ବେଳା ଦେଖେଇଦେବି ମା ଏଇଠି ବସିଛନ୍ତି କିନ୍ତୁ ମେନ୍ ଗଛରେ ମା ଗଛରେ ବସିଛନ୍ତି ଗଛ ତଳେ ଅଛନ୍ତି ମା କିନ୍ତୁ ମା ବିଲମଙ୍ଗଳା କିନ୍ତୁ ଅଛନ୍ତି ଜାଗାରେ କିନ୍ତୁ ଯିଏ ଦେଖିବ ସେ ମାକୁ ବିଶ୍ୱାସ କରିବ କି ନାହିଁ ମା ଜାଣିପାରିବେ କିନ୍ତୁ ମା ଅଛନ୍ତି କି ନାହିଁ ସିଏ ଯିଏ ଆସିବ ସିଏ ଜାଣିପାରିବ କିନ୍ତୁ ମା ମଙ୍ଗଳାଙ୍କ ଅଛନ୍ତି ଯିଏ ସବୁ କାମ କରୁଛି ତାର ଭଲ ରଖନ୍ତୁ କିନ୍ତୁ ମେନ୍ ଜିନିଷ ଦେଖେଇବି କିନ୍ତୁ ମାକୁ ଦେଖେଇଲି କିନ୍ତୁ ଭଗବାନଙ୍କୁ ଦେଖେଇବି ଯେଉଁ ଗଛରେ ମହାପ୍ରଭୁ ଜଗନ୍ନାଥ ଶିବ ସେଥିରେ ଅଛନ୍ତି କି ନାହିଁ ଆମେ ଦେଖେଇବୁ ଆମେ ଆସୁଛୁ ମା ପାଖକୁ ସେ ଶିବଙ୍କ ପାଖକୁ ଯିବା ମହାଦେବଙ୍କ ପାଖକୁ ଯିବା ସେ ଗଛରେ ନଥିଲେ କେହି ଏମିତି ଗଛରେ କୋଉଠି ନାହିଁ ମା କିନ୍ତୁ ଭଗବାନଙ୍କର ଆସିବାରୁ ଦେଖନ୍ତୁ ଇଏ ହେଉଛି ପ୍ରଭୁ এই মহাপ্রভু ভগবান অଛନ୍ତି এখানে কিন্তু এই গছে কোহুটি নেই গছ উপরে বড় গছ উপরে মা অଛନ୍ତି কিন্তু ভগবান অଛନ୍ତି দেখুন এই গছ কোহুটি মিলবনি কিন্তু ভগবান অଛନ୍ତି এটি কিন্তু ভগবান পাখে আসিবাদু মা পাখে অଛନ୍ତି কিন্তু তা পাখে অছি হুক্কা কিন্তু মা হুক্কা পাখু আমি নেইপারিবু নাই আমি আল্লাহ নাই প্রভুঙ্ক ইচ্ছা নাই কিন্তু অଛନ୍ତି নাগ নাগুনি অଛନ୍ତି হুক্କା পাখে কিন্তু আমি নেইপারিবুনু সে দেখেইবি জস্ট ক্যামেরা কিন্তু বড় গଛ ମୂଳେ ଅଛନ୍ତି ହୁକ୍କା ଅଛି ପ୍ରଭୁ ଅଛନ୍ତି ସବୁ ଅଛନ୍ତି କିନ୍ତୁ ଆମେ ଦେଖେଇବୁ ନାହିଁ କ୍ୟାମେରା କହୁଛୁ ଖାଲି ଜଷ୍ଟ ଦେଖେଇବେ କିନ୍ତୁ ଆମେ ଦେଖେଇବୁ ନାହିଁ କିନ୍ତୁ ଭଗବାନ ଶିବ ପ୍ରଭୁ ଅଛନ୍ତି ସେଠି ଶୋଇଛନ୍ତି କିନ୍ତୁ ଆମେ ଦେଖେଇବୁ ନାହିଁ କିନ୍ତୁ ଦିନରେ ଆସିଲେ ଦେଖେଇବି କିନ୍ତୁ ଦିନରେ ଦେଖେଇବୁନି ରେଷ୍ଟ ତାଙ୍କ ଆଜ୍ଞାରେ ଆମେ ଦେଖେଇବୁ କିନ୍ତୁ ମାଆଙ୍କର ଆଶୀର୍ବାଦ ଆମେ ଆସିଛୁ ଜଙ୍ଗଲରେ କେତେ ଜଙ୍ଗଲ ହେଇଛନ୍ତି ଦେଖନ୍ତୁ କେତେ ଅନ୍ଧାର କିନ୍ତୁ ମାଆଙ୍କର ନାହିଁ ଅନ୍ଧାର ଅଛନ୍ତି କିନ୍ତୁ ବାତ୍ୟା ପରେ ନାହିଁ ବାତ୍ୟା ପରେ ମା ଆସିବନି ଏ ବର୍ଷ ନୂଆ ହେଉଛି ସଙ୍ଗୀତନ ହେଉଛି ଖାଇବା ପିଇବା ହେଉଛି ଦେଖେଇଛି କ୍ୟାମେରା ଦେଖେଇଛି କିନ୍ତୁ ଏଠି ସଙ୍ଗୀତନ ହେଉଛି କିନ୍ତୁ ଏଇ ଦୀପକ ବେଢ଼ା କିନ୍ତୁ ମାଆଙ୍କ ଆଗରେ ଏ ସବୁ କିଛି କହି ଚାଲିଛି କିନ୍ତୁ ତା ଆଗରେ ଆଉ ଜଣେ ଅଛି ସେ ତାର ଦାଦା ହିସାବ ହେବ ସେଇ ଆଶୀର୍ବାଦରୁ ସେ ଚାଲିଛି କିନ୍ତୁ ମା କହିଥିବା ଯାହା ସେ କହି ଚାଲିଛି କହିବେ ଆଗକୁ କହି ଚାଲିବେ କିନ୍ତୁ ତାପରେ ଆଗରେ ଅଛନ୍ତି କିଏ ନା ତା ଦାଦା ଅଛି କି ଦାଦା ହେବ ସିଏ ଅଛନ୍ତି କିନ୍ତୁ ତାକୁ ମୁଁ ଦେଖେଇବି ନାହିଁ ତା ଆଗରେ ନାହିଁ କିନ୍ତୁ ଆମେ କହୁ ଦୀପକ ବେଲା ମାଆଙ୍କ ଆଗରେ ସବୁ କିଛି ଚାଲିଛି ମାଆକୁ ଆଶୀର୍ବାଦ ଦେଇଛି ମା ଚାଲିବ ତା ଆଶୀର୍ବାଦ କେହି କିଛି କହିପାରିବେନି ମା ଆଜ୍ଞା ଚାଲିଛି କିନ୍ତୁ ମୋତେ ଦେଖେଇ ଦେଉଛି ଇଏ ହେଉଛି ମହାପ୍ରଭୁଙ୍କର ଜିନିଷ କିନ୍ତୁ ଏଇ ଆଶୀର୍ବାଦରେ ସବୁ କିଛି କାହିଁକି କହି ଯୋଗରେ ଏହି ବିନାଶ କରିବା ପାଇଁ ଇଏ ଅବହତ ହେଇଛନ୍ତି କିନ୍ତୁ କେଉଁ ଗଛରେ ନାହିଁ କେଉଁଠି ମାଆକୁ ଦେଖିବେ ଦାମଦେବୀ ଦେଖିବେ ସବୁ ଦେଖିବେ କିନ୍ତୁ ସେ ଦାମଦେବୀ ପୂଜା ହେଉଥିଲେ କିନ୍ତୁ ଗାଁ ବେଳାଙ୍କର ଅସୁବିଧା ହେଇଥିବାରୁ ନଈ ପାଇଁ ବୁଲିଥିବାରୁ ସିଏ ଆସିଲେ ନାହିଁ କିନ୍ତୁ ତାକୁ ସ୍ଥାପନା କହିକି ଦାମଦେବୀ ଗୋଟେ ବସେଇଛନ୍ତି ସେଠି ସଙ୍ଗୀତ ହେଉଛି ଲାଇନ୍ ମାରି ଏଠି କିଛି ହେଇପାରିବ ନାହିଁ ଏଠି ସଙ୍ଗୀତ ହେଇପାରୁନି କିନ୍ତୁ ସେଠି ସଙ୍ଗୀତ ହେଉଛି ଏଠି ପୂଜା ଚାଲି ସରିଯାଇଛି କିନ୍ତୁ ନୂଆ ବର୍ଷ କାଲି ଆମେ ଦେଖେଇବୁ ନୂଆ ଖେଚେଡ଼ି କିନ୍ତୁ ମା ପୂଜା ଏବଂ ସବୁ କିଛି ହେବ କିନ୍ତୁ ଦେଖେଇବି ଦୀପକ ବାବୁ କେମିତି ଆସିବେ କିନ୍ତୁ କ'ଣ ହେବ କାଲି ସକାଳୁ ଆମେ ଦେଖେଇବୁ ନୂଆ ବର୍ଷ ନୂଆ ଅଭିମାନ ଏଠି ରହୁଛି ନମସ୍କାର ଆସନ୍ତୁ ମାଆକୁ ଦେଖେଇବା ଏଇଟା ଲାଷ୍ଟ ଦେଖେଇବି ମୁଁ ଯିବି କିନ୍ତୁ ମାଆଙ୍କର କେତେ ଜଙ୍ଗଲ ହେଇଛି ଚାରିଆ ଦେଖଉଛି ବୁଲଉଛି କିନ୍ତୁ ଦେଖେଇ ପାରୁଛି କ୍ୟାମେରା ଦେଖନ୍ତୁ କିନ୍ତୁ ପାଖରେ ଅଛି ସାରା ଗଛ ତୁଳସୀ ଗଛ ଏବଂ ଦେଖେଇଛି ଏପଟେ ଅଛି ଘର
ସେ ନଈ ଏଇ ଘର ପଛରେ ହେଉଛି ଘର ନଦୀ ନଦୀ କୁହେ ହେଉଛି ନାଳ କିନ୍ତୁ ଜଙ୍ଗଲ ହେଉଛି ଏ ମା ସବୁଆଡ଼େ ଜଙ୍ଗଲ କିନ୍ତୁ କିଛି ସୁବିଧା ନାହିଁ ମା ଆସିବାରୁ ଆମେ ଆଶୀର୍ବାଦ ମାଗୁଛୁ ଆମେ ମା କିଛି ଦରକାର ନାହିଁ ମା ଆଶୀର୍ବାଦ ଆମ ମୁଣ୍ଡ ଥାଉ ଯେଉଁମାନେ କାମ କରୁଛନ୍ତି ମାଆଙ୍କର ତାଙ୍କୁ ଭଲ ରଖନ୍ତୁ କିନ୍ତୁ ମାଆଙ୍କର ଆଶୀର୍ବାଦ ମା ଉଠିଯାଉ ଏଇ ବିଲମ ଏଇ ସ୍ଥିତି ଅଛି ଏଇ ତାଙ୍କ ଭଉଣୀ ବସି ସ୍ଥିତି କାଲି ଦେଖେଇ ପାରିବି ନାହିଁ ମୁଁ ସମୟ ହେଲେ ମୁଁ ସେଠିକି ଯିବି ଦେଖେଇବି ସେ ମା ଅଛନ୍ତି ମେୟକ ମା ସେଇ ଦି ଭଉଣୀ ଦେଖା ହାନ୍ତି ଦେଖା ହେଇଛନ୍ତି ଦେଖା ହେବେ ଏ କହିଯୋଗରେ ଯେଉଁ ପାପୀମାନେ ବିନାଶ ହେବାକୁ ଯାଉଛନ୍ତି ସେଇ ପ୍ରଭୁଙ୍କ ଆସିବାରୁ ପାପୀ କରନ୍ତୁ ନାହିଁ ଭଲ କାମ କରିଯାଆନ୍ତୁ ଏ ମା ଶୋଭନା କହିଛି ଆମେ ଠିକ୍ ସମୟରେ ସଂକୀର୍ତ୍ତନ ହେଉଛି ଶୁଭୁଥିବ କିନ୍ତୁ ଏଠି ମାହା ପୂଜା ଜିନିଷ ଥୁଆ ମେଲାରେ କେହି ହାତ ମାରନ୍ତିନି କାହିଁକି ଯିଏ ଆସିବ ଯିଏ ଚୋରି କରିବ ସେହି ଚାଲିଯିବ ଏଠୁ ଆଉ ବଞ୍ଚିକି ଯାଏ ନାହିଁ କିନ୍ତୁ ମା ଏଇ ବଞ୍ଚେଇଛି କିନ୍ତୁ ଏ ବର୍ଷ ସେଇ ଦାଦା ପଇସାରେ ଆମେ ଗୋଟେ ନୂଆ ଟ୍ୟୁବଲ୍ ବସେଇଛୁ ଗଭର୍ଣ୍ଣମେଣ୍ଟର ଆଜ୍ଞା ନାହିଁ ମା ମୁଁ ରୋଷେଇ କରିବି କ୍ୟାମେରାକୁ ଦେଖେଇବି କିନ୍ତୁ ଟ୍ୟୁବଲ୍ଟା ଏଇ ଦାଦା ଦେଇଥିବା ହାତକୁ ଖର୍ଚ୍ଚ କରି କ୍ୟାମେରା ସେ ଟ୍ୟୁବଲ୍ ନୂଆ ବସିଛନ୍ତି କିନ୍ତୁ ତାର ଚାନ୍ଦି ନାହିଁ କି ଗଭର୍ଣ୍ଣମେଣ୍ଟର ନାହିଁ କିନ୍ତୁ ଗଭର୍ଣ୍ଣମେଣ୍ଟ ଅନ୍ଧ ଏମିତି ଅନ୍ଧରେ ଯେଉଁଠି ଅନ୍ଧ ଖାଏ ଅନ୍ଧ ଖାଏ ସେଇଆ କିନ୍ତୁ ଯେଉଁଠି ଦେବୀ ଅଛନ୍ତି ସେଠି କାମ ନାହାନ୍ତି ଯେଉଁଠି ଦେବୀ ନାହାନ୍ତି ସେଠି କାମ ଚାଲିଛି କିନ୍ତୁ ଯେଉଁଠି ରାମ ଦେବୀ କି ମାତା ଅଛନ୍ତି ସେଠି ଗଭର୍ଣ୍ଣମେଣ୍ଟର ସେଠି ସାହସ ନାହିଁ କି ନାଇନ ଖଣ୍ଡେ ନାହିଁ ବାଧ୍ୟ ଭାଙ୍ଗିଲା ବେଳେ ସମସ୍ତେ କହନ୍ତି ନାଚ ଦେଲେ ଆମେ କାମ କରିବୁ ଜମେ ମୁଖ୍ୟମନ୍ତ୍ରୀ ନାଚ ଖାଇଲେ ଏଇ କାମ କହିବ ବୋଲି ଗଭର୍ଣ୍ଣମେଣ୍ଟ ଜଣା ପଡ଼ିଛି କିନ୍ତୁ ମା ଆଜ୍ଞାରେ ଗଭର୍ଣ୍ଣମେଣ୍ଟ ପାଖକୁ ଏମିତି ଅଛି ମା ଏତେ ଦଣ୍ଡରେ ନାଇନ ଖଣ୍ଡେ ନାହିଁ କିନ୍ତୁ ନ୍ୟୁଜ୍ କରିକି ଛାଇଛୁ କିନ୍ତୁ ଦେଖେଇ ନାହାନ୍ତି କିନ୍ତୁ ଆମେ ଏଇ କାମରେ ମାଆଙ୍କ ଆଗରେ ନୂଆ ବର୍ଷ ଅଭିମାନ କିନ୍ତୁ ଗୋଟିଏ କଥା କହ ଏ ଆଜି 21 ବର୍ଷ 21 ବୁଧବାର କାଲି ନୂଆ ବର୍ଷ ଗୁରୁବାର ଆମେ ନୂଆ କାମ କରି ଚାଲିବୁ ମାଆଙ୍କ ଆଗରେ ଆମେ କେହି ନ ଜୀବନ ଚାଲିଯିବାକୁ ପଛେ ମାଆଙ୍କ ସେବା କରିବୁ କିନ୍ତୁ ମାଆଙ୍କ ସେବା କରିଲେ ଆମେ ସବୁ କିଛି କାମ କରିବୁ କିନ୍ତୁ ମା ଆଶୀର୍ବାଦ ଅଛି ଆମ ଉପରେ ମାଆଙ୍କ ସେବା କରିଛୁ କହିବୁ କିନ୍ତୁ ଆମର ଇଏ ନାହିଁ ନାହିଁ ଧନ ଦରକାର ନାହିଁ କିଛି ଦରକାର ନାହିଁ ଆମ ଆଶୀର୍ବାଦ ଥିଲେ ଆମେ କେତେ ଉଠିବୁ କିନ୍ତୁ ମାଆଙ୍କର ଆଶୀର୍ବାଦରେ ଆମେ ଯିବୁ ଏଇଠି ନାଚତେ ଦେଖେଇବି ଏଇଠି ମାଆଙ୍କର କେତେ ଜଙ୍ଗଲ ଏଇଠି ସବୁ ଆସନ୍ତି ରୋଷେଇ କରନ୍ତି ଖାଆନ୍ତି ପିଅନ୍ତି ସବୁ କରନ୍ତି କିନ୍ତୁ ମାଆକୁ ଯିଏ ମାଗିଛି ଯାହା ମା ମିଳିଛି ଆଉ ଯିଏ ମାଆଙ୍କର ସେବକ ଯାହାର ଭକ୍ତ ତାର ଯେବେ ବେଇମାନ କରନ୍ତି କିମ୍ବା ଠକି ଯାଆନ୍ତି ସେଇ ମା ଯେବେ କାନ୍ଦିକି ମା ପାଖରେ ଜୟନ କରେ ସେଇ ମା ଆଜି ସେ କହିଛନ୍ତି ତାକୁ ମୁଁ ବିନାଶ କରିବି କିନ୍ତୁ ମାରିବି କିନ୍ତୁ ମାଆକୁ କହିଛନ୍ତି ସମୟ ଅପେକ୍ଷା କର କି ମୁଁ ଆସୁଥିବି କିନ୍ତୁ ଯିବି କିନ୍ତୁ ରାତି ଯେବେ ନୂଆ ବର୍ଷ ଅଭିନର କିନ୍ତୁ ମାଆକୁ ଦେଖିବା ପାଇଁ ଚେଷ୍ଟା କରିବେ ଆପଣ ଦେଖିପାରିବେ ନୂଆ ବର୍ଷ ଅଭିନର କିନ୍ତୁ ଦେଖିବାକୁ ସମୟ କରନ୍ତି ନାହିଁ ଯେ ଦେଖିପାରିବେ ଭକ୍ତ ଯେବେ ନିଷ୍ଠା ଅଛନ୍ତି ସିଏ ଦେଖିପାରିବେ କିନ୍ତୁ ମାଆକୁ ଦେଖିବାକୁ ସମସ୍ତେ କହନ୍ତିନି କାହିଁକି ନା କିନ୍ତୁ ଯେବେ ଭକ୍ତ ଥିବେ ସେହି ମା ଆଜି ବିନାଶ କରିବେ ମାଆକୁ ଖାଇବାକୁ ଅଛି ନା ଚାହିଁ ମା ଯେବେ ଭାବେ ପଡ଼ିବ ମା ଖାଇଯିବ କିନ୍ତୁ ମା ଆଜି ରାତି 12ଟା ପର୍ଯ୍ୟନ୍ତ 2ଟା ପର୍ଯ୍ୟନ୍ତ ଆମେ ମାଆଙ୍କ ପାଖରେ ଆମେ ରହିବୁ ମା ଆଗେ ଶୋଇବୁ ମାଆଙ୍କ ପାଖରେ ରହିବୁ କିନ୍ତୁ ମା କିଛି କହିବନି ମା ଆମକୁ ଆଶୀର୍ବାଦ ଦେଇଛି ମା ଏଇ ଶରୀର ମାଆଙ୍କ ପାଖରେ ଅଛି କିନ୍ତୁ ମୁଁ ଏକା ଆମେ ଏଠି ମିଶିକି ଅଛୁ ଏ 4 ଜଣ ମିଶିକି ଅଛୁ ଏ 4 ଜଣ ପିଲା ନା କହିବି ନାହିଁ ଏ ମା ସେଇମାନେ ସହଜ କଲାକୁ ମାଆଙ୍କ ଆଜ୍ଞା ଚାଲିଛି ଆଗକୁ ଚାଲିବ କିନ୍ତୁ ମାଆକୁ ଆଶୀର୍ବାଦ ଜଣାଏ କହିପାରିବୁ କିନ୍ତୁ ଆମେ ସେଇ ମାଆଙ୍କ ଆଜ୍ଞାରେ କିନ୍ତୁ ସେଇ ଦାଦା ସେ ଗୋଟେ ବଡ଼ ଦାଦା ହେବ ଦାଦା ହିସାବରେ ଦାଦା ହେବ କିନ୍ତୁ ଆମକୁ କହିଛି ଯାହା ଖର୍ଚ୍ଚ ହେବ କି ଯାହା ହେବ ମୁଁ କହି ଚାଲିବି ତୁମେ କାହିଁ ସହଜ କଲେ କାମ ମୁଁ ସେଇ ମାଆକୁ ଦାଦା ଆମେ କିଛି ନ ମାଆଙ୍କର ଆଜ୍ଞାରେ ଆମେ କହିବୁ ମା ଯାହା ଚାହିଁବ ଆମେ ଏଇ ବର୍ଷ ନୂଆ ଅଭିନୟ ନୂଆ ବିଷୟ ନୂଆ 25 ବର୍ଷ ଶେଷ ନୂଆ 26 ବର୍ଷରେ ଦେଖନ୍ତୁ କେତେ ଲୋକ ଯିବେ କେତେ ଲୋକ ଆସିବେ କେତେ ଯିବେ କିନ୍ତୁ ମା ଦେଖନ୍ତୁ ମଦ ଗଞ୍ଜେଇ ସବୁ ଖର୍ଚ୍ଚ କରିବେ ଠାକୁରଙ୍କ ପାଖରେ ପଇସା ଖର୍ଚ୍ଚ କରିବେନି କାହିଁକି ନା ପ୍ରଭୁଙ୍କ ପାଖରେ ପଇସା ଖର୍ଚ୍ଚ କଲେ ସରିଯାଉଛି କିନ୍ତୁ ମଦ ମାଂସ ଖାଇଲେ ସରିଯିବ ନାହିଁ କିନ୍ତୁ ଏଇ କହିଯୋଗରେ ମଣିଷ ଚିହ୍ନି ପାରନ୍ତିନି କାହାକୁ ସେ ସତ୍ୟଯୋଗ୍ୟ ହେବାକୁ ଖୁବ୍ ଶୀଘ୍ର ଆସୁଛି ମାଇକରେ ଜାଣ ଲେଖାଇଛି ଶିଶୁ ଅନନ୍ତ ପାଖରେ ଆମେ ଯିବୁ
ଆସନ୍ତା 2 ତାରିଖରେ ଶିଶୁ ଅନନ୍ତ ପାଖକୁ ଯିବୁ। କେତେ ଯାଇଛୁ ଆସନ୍ତା ଦେଖେଇବୁ କିନ୍ତୁ ଭଗବାନ ଦେଖେଇଛନ୍ତି। ଏଇଠି ଦେଖିଛୁ ନୂଆ ଛପନା ଦେଖେଇଲି। ଏ ଯେଉଁ ଭଗବାନ ଅଛନ୍ତି, ଶିବ ଅଛନ୍ତି, ବିଷ୍ଣୁ ଅଛନ୍ତି, ଏକାଠି ହେଇକି ଅଛନ୍ତି। ସେଇ ଗଛ ମୂଳେ ଅଛନ୍ତି। ଯେବେ ଯିଏ ଦେଖିବାକୁ ଚାହୁଁଛନ୍ତି ସିଏ ଆସିଲେ ଦେଖିପାରିବେ। ନାଗ ନାଗୁଣୀକି ଦେଖିପାରିବେ ଅଛନ୍ତି କି ନାହିଁ। କିନ୍ତୁ ଯିଏ ଚୋରି କରି ଆସେ ଏଠି ନେଇକି ଯାଆନ୍ତିନି, ଏଠି ଚୋଟ ଖାଇକି ଯାଆନ୍ତି। ସେ ଏଇ ଜୀବନରେ ଚୋଟ ଖାଇଲେ ସେ ସାରା ଜୀବନ ବୁଲନ୍ତି। ବାଟେ ଶୋଇଥିବେ ନାଗ ନାଗୁଣୀ, କିନ୍ତୁ ମା ଏମିତି ମା ସେ ରଖିଲେ ମାରିବେ ନହେଲେ ରଖିବେନି। କିନ୍ତୁ ତା ଭକ୍ତ ଯେ ଆମେ ଆଜି ଅନ୍ଧାରେ ଆସିଛୁ ଯାଇନାହିଁ, କିନ୍ତୁ ମା ଆଜ୍ଞା ଆମେ ଆସିଛୁ। କିନ୍ତୁ କେହି ନାହାନ୍ତି, ଏଠି କେହି ଦେଖାଯାଉନାହାନ୍ତି। କିନ୍ତୁ ମା ଆମର କିନ୍ତୁ ରହିଛି କ'ଣ ମାଆର ଆଶୀର୍ବାଦ। ମା ଆଶୀର୍ବାଦ ଥିଲେ ଆମେ ସବୁ କିଛି କରିବୁ। ଆମ 3 ପିଲାଙ୍କୁ ଭଗବାନ ମା ରଖନ୍ତୁ ଭଲରେ। କିନ୍ତୁ ଆମେ ରଖନ୍ତୁ ସେ ଯେଉଁ ଦାଦା ଖର୍ଚ୍ଚ କରିଛି, ଦାଦା ଭଲ କରିଛି, ତାର ଆଶୀର୍ବାଦରୁ ସେ ଭଲ ରହନ୍ତୁ, ତା ପରିବାର ସମସ୍ତେ ଭଲ ହୁଅନ୍ତୁ। କିନ୍ତୁ ଆମର କିଛି ନାହିଁ, ରୂପ ନାହିଁ, ଦୟା ନାହିଁ। ଯିଏ ଆମର କ୍ଷତି କରିବ ତାକୁ ମା ବିଚାର କରିବ। କିନ୍ତୁ ମା ଆମକୁ ରଖିବ, ଆମ ଉପରେ ଆଶୀର୍ବାଦ ଥାଉ। ମାଆର ଏଇ ଗୋଟେ ଭଉଣୀ ଦେଖେଇଲି, ଆଉ ଗୋଟେ ଭଉଣୀ ଦେଖେଇବି। କେଉଁଠି ନା ଅଛି ସେଇ ନଈ ନାଳ କରେ ସେଇ ମେୟକ ମାଆଙ୍କ ପାଖରେ ଆମେ ଦେଖେଇବୁ। ସମୟ ଆସିଲେ ଦେଖେଇବି। ଏଇଠି ଦେଖେଇଛି ନୂଆବର୍ଷ ଦିନ, ନୂଆ ପୂର୍ବଦିନ ଆଜି ରାତି 9ଟା କି 10ଟା ବାଜିଲାଣି। କିନ୍ତୁ ମାଆଙ୍କ ପାଖରେ ଆସିଛୁ। କି ସଂକୀର୍ତ୍ତନ ଚାଲିଛି, କିନ୍ତୁ ମା ରୋଷେଇ ଚାଲିଛି, ଖାଇବା ପିଇବା ଚାଲିଛି ଅରୁଆ। କିନ୍ତୁ ପ୍ରତିବର୍ଷ ଏ ବର୍ଷ ନୂଆ କରାଯାଇଛି। ଏ ବର୍ଷ ନୂଆ ହେଇଛି, ପ୍ରତିବର୍ଷ କରା ଚାଲିବ। ଏ ବର୍ଷ କାହିଁକି ମା ଆଗେଇଲେ, କ'ଣ ପାଇଁ ଆଗେଇଲେ ଆମେ ଜାଣିନୁ। ମା ଆଜ୍ଞାରେ ଆମେ ଚାଲିଛୁ। ଏଠି ରଖୁଛି। ଏଇ ଦୀପୁ ବେହେରାକୁ ଆଶୀର୍ବାଦ ଦିଅନ୍ତୁ। ଏଇ ବାବାଙ୍କର ଏଇ ଦୀପୁ ବାବା ମାଆକୁ ସବା କରି ମାଆକୁ ଆଗେଇଛି ରାଗିବ। କିନ୍ତୁ ତା ପାଖେ ଯିଏ ଅଛନ୍ତି 2 ଜଣ ପିଲା, ଏତିକି ଅନୁରୋଧ କରୁଛି ମାଆଙ୍କ ପାଖରେ ନାଇନି କେତେ ଖଣ୍ଡେ ହେଇଗଲେ ମା ଆଲୁଅରେ ଚଳିକି ରହିବ, ଚିଚି ମାରିକି ରହିବ। କିନ୍ତୁ ମା ଅନ୍ଧାରେ ଅଛନ୍ତି ବୋଲି ମାନେ ଯେବେ ଅନ୍ଧାରେ ଯିଏ ଆସିବ କିନ୍ତୁ ବାଗେଇକି ଆସନ୍ତୁ, ମାଆକୁ ଦେଖା କରନ୍ତୁ, ଦର୍ଶନ କରିଦିଅନ୍ତୁ। ମାଆକୁ ଯିଏ ମାଗିଛି ଯାହା ମା ଦେଇଛି। କିନ୍ତୁ ମୁଁ ଏକା କହୁନି, ମୋର ବାପା ମା ମୋର କି ଜେଜେ ମୋର କହିପାରିବେ ଏଇ ମା ଯାହା ମାଗିଛି ଦେଇଛି କି ନାହିଁ ସିଏ କହିପାରିବେ। କିନ୍ତୁ ମା ଯାହା ମାଗିଛି ସିଏ ଦେଇଛନ୍ତି, ଦେବେ। ମା ଉପରେ ବସିଛନ୍ତି, ମା ତଳେ ଅଛି। ମା ସବୁବେଳେ ତଳେ ପୁତିକି ଅଛନ୍ତି। ସିଏ ତାକୁ କେହି ଦେଖିନାହାନ୍ତି। ଯିଏ ଦେଖିବେ ସିଏ ବିନାଶ ହେଇଯିବେ, କିନ୍ତୁ ନା ଦେଖେଇବେନି। କିନ୍ତୁ ମା ଅଛନ୍ତି ସେଠି। କିନ୍ତୁ ଠାକୁର ଅଛନ୍ତି। ଏଇ ବର୍ଷ ନୂଆ ସ୍ଥାପନା କରାଯାଇଛି। କିନ୍ତୁ ସ୍ଥାପନାରେ ଇଏ ମା ମେୟକ ମା ବିଲମଙ୍ଗା ରାତିରେ ଅନ୍ଧାର ଚିଚି ଅନ୍ଧାରେ ପୁରା ଆଲୁଅ କରି ହେଇକି ଆସିବ। ଯେତେ ଝୁମ୍ କରିକି ଆସିବ। ତା ପଛେ ମାନେ ତା ପୁଅମାନେ ଆସୁଛନ୍ତି, ସେତେ ଦେଖିଲେ ତମ ଛାତି ପଟ ହେଇଯିବ, ଜୀବନ ଚାଲିଯିବ। କିନ୍ତୁ ଏତିକି ମଶା କରୁଛି, ମୁଁ ଆଉ କିଛି କହିବିନି। ମାଆଙ୍କ ଆଶୀର୍ବାଦରୁ ଆମେ ଯାଉଛୁ ସେଇ ସଂକୀର୍ତ୍ତନ ହେଉଛି, ସେଠି ଭଜନ ହେଉଛି, ସେଇଠି ଆମେ ଦେଖେଇଛୁ। ଏଠି ରହୁଛୁ ଏ ବିଲମଙ୍ଗାଙ୍କର ଅନ୍ଧାର କରେ। ଏଇ ଚାରିପଟେ ଅନ୍ଧାର, କିନ୍ତୁ ଦେଖେଇ ଦେଇଛି ଚାରିପଟେ ଅନ୍ଧାର। କିନ୍ତୁ ମୋର ଦେଖନ୍ତୁ ମୁଁ ବୁଲେଇ ଦେଉଛି କିଛି ଅନ୍ଧାର ଜଙ୍ଗଲ। ଯେମିତି କାଲି ଦେଖେଇବି, କିନ୍ତୁ ଆଜି ଅନ୍ଧାର ଦେଖାଯାଉନି। କିନ୍ତୁ କାଲି ଦେଖେଇବି, କାଲି ନୂଆ ବର୍ଷ କିନ୍ତୁ ହୋମ ହେବ, ସବୁ ହେବ। କେତେ ଅନ୍ଧାର ଦେଖ, କେତେ ଜଙ୍ଗଲ। କିନ୍ତୁ ମା କହେ ନାହିଁ କିଛି ନାହିଁ, କିନ୍ତୁ ହୋଇଛି ଅନ୍ଧାର। କିନ୍ତୁ ଗଛ ଉପରେ ହେଉଛି, ଏଇ ଗଛ ଉପରେ ନାଗ ନାଗୁଣୀ ଅଛନ୍ତି। ଦେଖେଇବି ନାହିଁ କାହାକୁ। କିନ୍ତୁ ଯିଏ ଦେଖିଛି, ମୁଁ ଅନୁଭବ କରିଛି, ମୁଁ ମାଆକୁ ଦେଖିଛି। ମୋ ମା' ମୋତେ ଆଶୀର୍ବାଦ ଦେଇଛି। ଯେତେବେଳେ ମୁଁ ଏଠି କାନ୍ଦିଥିଲି ମୋ ମା' ମୋତେ ଆଶୀର୍ବାଦ ଦେଇଥିଲା। ମୋ ମାଆକୁ ଆଶୀର୍ବାଦ ମୁଁ ଜଣେଇଛି। ଏପରି ମୋ ମା' ଆଶୀର୍ବାଦ ଦେଉଛି। ମୋ ମା' ଆଶୀର୍ବାଦ ଦେଇଥିଲା, ମୋର କିଛି ଅସୁବିଧା ନାହିଁ। ମା' କହିଛି ତୁ କାନ୍ଦେ ନା, କିଛି ଦରକାର ନାହିଁ, ତୋର ଅସୁବିଧା ହେବନି, ତୁ ଆଗେଇ ଚାଲିବୁ, ତୋର କେହି କିଛି ହେବନି। ଯିଏ କରିବ ମୁଁ ତାକୁ ପାଦେ ତଳେ ଦାବି ଦେବି। କିନ୍ତୁ ମୁଁ 3 ଭଉଣୀ, 4 ଭଉଣୀ, 5 ଭଉଣୀ, 7 ଭଉଣୀ ସେ। କିନ୍ତୁ ସେହି 7 ଭଉଣୀ ଆସିକି ମାରିବେ। କିନ୍ତୁ 7 ଭଉଣୀ କିଏ ନା ମୁଁ କହିବି ନାହିଁ। କିନ୍ତୁ ମା' 7ଟା ବସିଥିବେ, ଯେତେବେଳେ ମଜା ଲାଗିବ। ମୁଁ କିଛି କହୁନି, ଯାହାକୁ ପଚାରିବେ ଏଠିକି ଆସିକି ପଚାରିବେ। ଏଇ କାକଜପୁର ସଜା ମୂଳ ବିଲ ମଙ୍ଗଳା ନଈ କୂଳେ ବସିଛନ୍ତି। ଏଇ ପାଣି ନଈ ଯେତେ ବଢ଼ି ଆସେ, ପାଣି ବନ୍ଧ ଉପରୁ ଉଠିଯାଏ। ଯେତେ ବନ୍ଧ ଉଠିଯାଏ ଏ ମା' ବୁଡ଼ିଯାଏ। କିନ୍ତୁ ଜିନିଷ ସେମିତି ଥାଏ, କିନ୍ତୁ କିଛି ହେଇନଥାଏ। କାହିଁକି ନା ମା' ଯେମିତି ମାନେ ଭଟ୍ଟ ଯିଏ ମା' ପାଖକୁ ଆସିବେ। ଏଇଠି ଦେଖିପାରୁଥିବେ ନଈ କୂଳେ ଯେତେବେଳେ ବନ୍ଧାରେ ଅଛନ୍ତି, କୋଠା ଉପରେ ଅଛନ୍ତି, ସେ ନଈ କୂଳେ କେତେ ପାଣି, ଏଠି ପାଣି ନଥିଲା, ନଈ ପାଣି ଆସିକି ପୂଜା ହେଉଥିଲା। କିନ୍ତୁ ସେତେବେଳେ ଜାଣିବା ଦରକାର ମା' କେମିତି ମା', ସେ କେତେ ମା' କିନ୍ତୁ ଭଗବାନଙ୍କ ଆଶୀର୍ବାଦ ପୂଜା ବାଟିବା ପାଇଁ ମା' ପୂଜା ପାଇଲେ ନାହିଁ। କିନ୍ତୁ କାହିଁକି ଗୋଟେ ପୁଅ ଜନ୍ମ ହେଇଥାଏ ମା'ଙ୍କୁ ପୂଜିବା ପାଇଁ। କାହିଁକି ମା'
ପୂଜା ଚାଲିଛି ଚାଲିବ ଆଗକୁ ଏଇ ନୂଆବର୍ଷ ଅଭିନନ୍ଦନ ଆସନ୍ତା କାଲି 1 ମାନେ 25 ତାରିଖ ଶେଷ ହେବାକୁ ଆଜି ଶେଷ ହେବା ଗଲା କାଲି 1 ମାସରେ 26 ବର୍ଷ ଏ ଯାହା ନୂଆ 26 ମାସରେ ଶେଷ ହେବ କିନ୍ତୁ 25 ବର୍ଷରେ କେତେ କ୍ଷତି ହେଇଛି ଆଉ 26ରେ କେତେ କ୍ଷତି ହେବ କିନ୍ତୁ ମୁଁ କହିବା କଥା ନାହିଁ କିନ୍ତୁ ମାଆକୁ ଆସିବାରୁ କିଛି ଯାହା ପାଇଛୁ ଆମେ ପାଇବୁ କିନ୍ତୁ ଆଶା କହିଛୁ ମାଆକୁ ଡକା ନାହିଁ କିଛି ଆସିବାର ଶିଶୁ ଅନନ୍ତ ପାଖରେ ରହିଲା ଏଠି ରହିଲା ମା ବିଲମଙ୍ଗା ରହିଲା ତା ପାଖରେ ରହିଲା ମେୟକ ମା ଏଇ ପାଖରେ ରହିଲେ ସବୁ ଗଲେ କିନ୍ତୁ ସେଠି ପୂଜା କିନ୍ତୁ ଘଟି ନାହାନ୍ତି ଯେଉଁଠି ଦେଖାଏ ନାଇନ୍ ଡକାଇ ସୁଗୁରା ଖାଇ ସେଠି ସୁଗୁରା ହେଉନି କାହିଁକି ସକାଳ ଅନ୍ଧ କିନ୍ତୁ ଗଭର୍ଣ୍ଣମେଣ୍ଟ ଯେ ଆସୁ ସରପଞ୍ଚ ହଉ ନବୀନ ହଉ ଯିଏ ହଉ କିନ୍ତୁ ମା ସେବା କରିବେନି କାହିଁକି ନା ପଇସା ସରିଯିବ ଯେଉଁ ଟଙ୍କା ପାଇବେ ମା ସେଇଠି କାମ କରିବେ ଯେଉଁଠି ପଇସା ନାହିଁ ମାଆକୁ ସେବା କରିବେନି କାହିଁକିନା ଏଠି ପଇସା ମିଳନ୍ତା ଏଠି ମା ଦିଅନ୍ତା ସେଠି କାମ ହୁଅନ୍ତା ମା ପାଖେ ପଇସା ନାହିଁ ବୋଲି କେହି ନାହାନ୍ତି ବୋଲି ମା ସେବା କରୁନାହାନ୍ତି କିନ୍ତୁ ମାଆକୁ ଆସିବା କରୁଛି ମା ସେଇଠି ଥା ଯିଏ କ୍ଷତି କରୁଛି ତା କ୍ଷତି କରିଚାଲ କିନ୍ତୁ ମା ତ ଆସନ୍ତି କିନ୍ତୁ ମୁଁ କହୁଛି ମା ମୁଁ ଆଜି ତୋତେ ଏ ସ୍ମରଣ କରି ମୁଦ୍ରା ମାଗୁଛି ମୁଁ ଆଜି ମୁଁ ଆଶୀର୍ବାଦ ମାଗୁଛି ମୋର ଯିଏ କ୍ଷତି କରିଛି ମୁଁ ତାହା ଚାହୁଁଛି ତୁ କ୍ଷତି କର ବିନାଶ କର ମୁଁ କିଛି ମାଗିନି ମୋ ପାଖେ ଟଙ୍କା ପଇସା କିଛି ନାହିଁ ମୁଁ ଖଟିଲେ ଖାଇବି କିନ୍ତୁ ଯିଏ ମାନେ ମୋ ବିନା ଦଣ୍ଡ ଦେଇଛନ୍ତି ସେଇ ଯଦି ତୁ ନ ଦେବୁ ତାହେଲେ ମୁଁ ତୋ ପାଖକୁ ଆସି ନେବ କିଛି ନାହିଁ କି ଆସିବି ନାହିଁ କିନ୍ତୁ ମୁଁ ଶରୀର ଜୀବନ ଥିବା ପର୍ଯ୍ୟନ୍ତ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ ଗୋଡ଼ ହାତ ଚଳୁଥିବା ପର୍ଯ୍ୟନ୍ତ ମୁଁ ତୋ ପାଖକୁ ଆସୁଥିବି ମୁଦ୍ରା ମାରୁଥିବି ଯାଉଥିବି ଚିଠି ମାରିକି ଯାଉଥିବ କିନ୍ତୁ ମୁଁ ସେଇ ଭାଇମାନଙ୍କୁ ଯେଉଁ ଭାଇମାନେ ମୋ ପାଖରେ ସାହାଯ୍ୟ କରିଛନ୍ତି ମୁଁ ସେଇ ଭାଇ ଦାଦାଙ୍କୁ କୋଟି ପ୍ରଣାମ କରୁଛି ସେଇ ମୋତେ ସାହାଯ୍ୟ କରନ୍ତୁ ମୁଁ ଚାଲିଥିବ ମାଆକୁ ସେବା କରିବି ଏ ବିଲମଙ୍ଗା କାଲି ସକାଳୁ ମା ଅଭିନୟ ହେବ ମା ନୂଆ ବର୍ଷ କେତେ ଧୁମଧାମ ହେବ କେତେ କରାଯିବ ଏଠି ଖେଚେଡ଼ି ହେବ ଏ ପୂଜା ଚାଲିବ ହୋମ ହେବ ସେ ମା ପୂଜା ପାଇବ ଏ ମା ପୂଜା ପାଇବ କିନ୍ତୁ ମାଆକୁ ଏମିତି ନୂଆ ବର୍ଷରେ କେହି କହିନାହାନ୍ତି ଏ ବର୍ଷ ନୂଆ କହିଛୁ ଏ ମା ପୂଜା ପାଇଛନ୍ତି ଯେବେ ଚାହିଁବାକୁ ଦେଖିବାକୁ ଚାହୁଁଛନ୍ତି ମୁଁ ସେଇଟା ହାତ ମାରିଲେ ଚୋଟ ମାରିବ ମୁଁ ସେଇଟା କରିବି ନାହିଁ କି କିଛି କରିବିନି ମାଆକୁ ଡାକିଲେ ଶୁଣିବେ କିନ୍ତୁ ମାଆକୁ ଡାକୁଛି ମା ଯେବେ ଅଛୁ ସ୍ମରଣ କର ଆଜି ଆସନ୍ତା କାଲି ନୂଆ ବର୍ଷରେ ଆଉ ନୂଆ ବର୍ଷ ଅନପିନର ଆମେ ଦେଖାଇବୁ ଏଇ ଦୀପକ ବାବା କାଲି କେମିତି ଦେଖାଯିବେ ଆଜି କେମିତି ଦେଖାଯାଉଛନ୍ତି କାଲି ଦେଖାଯିବ କେମିତି କିନ୍ତୁ ମୁଁ ସେଟା କହୁନି ମା ଆଜ୍ଞାରେ ଆମେ କିଛି କହିବୁ କହି ଚାଲିଥିବୁ କିନ୍ତୁ ଆମେ ଯାଉଛୁ ନୂଆ ବର୍ଷ କାଲି ଆମେ ଦେଖାଇବୁ ଏଇଠି ନମସ୍କାର ଦେଖନ୍ତୁ ଆମେ ମା ପାଖକୁ ଆସିଲୁ ବନ୍ଧକୁ ବନ୍ଧ ଏଇଟା ଏଇଠି ସିଧା ଗଲେ ଏଠି ମେୟକ ମା ଅଛନ୍ତି କିନ୍ତୁ ପଛପଟକୁ ଦେଖାଇଲେ ରହିବ ଶିଶୁ ଅନନ୍ତ ପାଖରେ ଅଛି ଗୋଟେ 2 କିଲୋମିଟର ବେଲେ ଶିଶୁ ଅନନ୍ତ କିନ୍ତୁ ଦେଖନ୍ତୁ କିଛି ସଂକୀର୍ତ୍ତନ ହେଉଛି ଏଠି ଭଗବାନ ହେଉଛି ଏଠି ଲାଇନ୍ ଅଛି ବୋଲି ସବୁ ହେଉଛି କିନ୍ତୁ ଅନ୍ଧାରେ କିଏ କରିବେ କି କରିବେନି ଏଇଠି ଅନ୍ଧାରେ ଯାହା ଦେଖାଯାଉଛି କାଲି ଆମେ ଦିନେ ସବୁ ଦେଖାଇଦେବୁ ଯେଉଁଠି ସଂକୀର୍ତ୍ତନ ହେଇଥିଲା ଦେଖାଇବୁ ଦଣ୍ଡ କରିବୁ ଗୋଟେ ନାଳ ଅଛି এই ନାଳ ପାଇ ହେଇକି ଗଲେ ସେ ପହଣ୍ଡକୁ ଆମେ ସେ ପହଣ୍ଡକୁ ଆମେ ଦେଖାଇ ପାରିବୁନି ଏଇ ଯେଉଁ ଷ୍ଟପ୍ କରିକି ଯିବୁ କିନ୍ତୁ ଦେଖନ୍ତୁ ଏଇ ଶିଶୁ ଅନନ୍ତ ପରେ 1 କିଲୋମିଟର ଶିଶୁ ଅନନ୍ତ ଏଇ ଶିଶୁ ଅନନ୍ତ 1 କିଲୋମିଟର ଏଇ କାକଟପୁର ବାଲିପଡ଼ା କେତେ କିଲୋମିଟର 1 କିଲୋମିଟର କିନ୍ତୁ ଶିଶୁ ଅନନ୍ତ ଅଛନ୍ତି କିନ୍ତୁ ମା ମେୟକ ଅଛନ୍ତି ଶିଶୁ ଅନନ୍ତ ଅଛନ୍ତି ବିଲମଙ୍ଗା ଅଛନ୍ତି ମଝିରେ ମେୟକ ମା କିନ୍ତୁ ମାଆକୁ ଦେଖା ଗଲେ ଏଇ କୁସୁମଟା ନଈ କିନ୍ତୁ ଯେତେବେଳେ ଭାଙ୍ଗିବ ସେତେବେଳେ ମଜା ପାଇବ କି ନାହିଁ ସେଟା ଦେଖିବେ ସତ୍ୟ ଯୋଗ୍ୟ ଲୋକଙ୍କଠୁ ଇଏ ମାଇକ ଯାହା ଲେଖା ହେଇଛି ସେଇ ହେବ ଏଇଠି ଆମେ ଯାଉଛୁ ସଂକୀର୍ତ୍ତନ ହେଉଛି ଆମେ ସେଇଠି ଆଉ ବେଶୀ କହିବୁନି ଆସନ୍ତା କାଲି ଆମେ ଦେଖାଇବୁ ସଂକୀର୍ତ୍ତନ କାଲି ହେଉଥିଲା ଏବଂ ମା କେଉଁ ଅନ୍ଧାରେ ଅଛନ୍ତି କିଏ ନାହିଁ ଅନ୍ଧାରେ ଅଛନ୍ତି ଏପରି କେମା ଦେଖିବୁ ଏପରି ନାହିଁ ଦେଖାଇଦେବି କିନ୍ତୁ ମା ଦେଖନ୍ତୁ ମା କେତେ ଅନ୍ଧାରେ ଅଛନ୍ତି ମା କେମିତି ଅଛି ଆମେ ଯାଇଥିଲୁ କେତେ ଜଙ୍ଗଲ କିନ୍ତୁ ପାଖାପାଖି ଦେଖାଯାଉଛି କେତେ ଜଙ୍ଗଲ ଏଇ ପାଖାପାଖି ଦେଖାଯାଉଛି କିନ୍ତୁ ପାଖେ ଦେଖନ୍ତୁ କେତେ ଜଙ୍ଗଲ କିନ୍ତୁ ମା ପାଖକୁ ଆମେ ଯାଇଥିଲୁ କିନ୍ତୁ ଏତିକି କହୁଛି ମୋତେ ଆଶୀର୍ବାଦ ଦିଅ ମୁଁ ଭଲ କାମ କରେ ମାଆକୁ ଆଜ୍ଞା ସେବା କରି ଚାଲିଛି ମାଆକୁ ଆଜ୍ଞା ଆମେ ଦେବୁ ମାଆକୁ ଆମେ ସହଯୋଗ ରଖିଦେବୁ କିନ୍ତୁ ଆମେ ବ୍ରାହ୍ମଣ କି ଆମେ ଗୋଟେ ତନ୍ତ୍ରୀ ଛୁଆ କିନ୍ତୁ ଆଜ୍ଞା
ଏଇଠି ହେଉଛି ଆମ ଦାଦା ଯିଏ ଯେଉଁ ଦାଦାଙ୍କ କଥା କହୁଛନ୍ତି ସେ ଦାଦା ଘର ସେଇ ନାଇଟି ଦେଉଛି ଯେଉଁ ଟିକିରି ଦେଉଛି ଦାଦା ଘର ସେଇଠି ସେଇ ଖର୍ଚ୍ଚ କରୁଥିବା ଯାହା କହୁଥିବା ଆମେ ସେ କରୁଛୁ କିନ୍ତୁ ଆମେ ହାତରୁ ଖର୍ଚ୍ଚ କରୁନୁ ଦାଦା ଯାହା କହିଛନ୍ତି ଆମେ କରୁଛୁ ତାଙ୍କ ମାଆଙ୍କ ଆଗରେ ପୂଜା ଚାଲିଛି କିନ୍ତୁ ମୋର ଯେଉଁ ଛୋଟ ଭାଇ ଅଛି ସେ କେବେ ଅଛି କିନ୍ତୁ ତାକୁ ଦେଖେଇବିନି କାଲି ଦେଖେଇବି କିନ୍ତୁ ଛୋଟ ଭାଇଟା ସେ ରୋଷେଇ ପକାଇଥିଲା କିନ୍ତୁ ରୋଷେଇ ପଛପଟେ ଯେଉଁ ରୋଷେଇ ହେଉଥିଲା ତା ପଛେ ସେ ମୋ ସାନ ଭାଇ ଥିଲା ସେ ସାନ ଭାଇ ମୁଁ ଯାହା କହେ କି ସେ କହେ କିନ୍ତୁ ଦାଦା ଆମକୁ ଯାହା କହିଛି ଆମେ କରୁଛୁ କିନ୍ତୁ ଆଶୀର୍ବାଦ ଆମେ ତିନି ଭାଇକୁ କି ତିନିଙ୍କୁ ଆଶୀର୍ବାଦ କିନ୍ତୁ ଆମ ପାଖରେ ଗୋଟେ ଛୋଟା ଲୋକ ଅଛି ସେ ଛୋଟ ଚାଳ ବଡ଼ କାମ କରି ଦେଖେଇଛି ତାଙ୍କୁ ଏ ଚାଳ ବଡ଼ କିନ୍ତୁ ଆମେ ତାକୁ ଯାହା କହିବୁ ସେ ଛୋଟ ଲୋକ ଭାଇକି ଏ ଭଗବାନ ଏମିତି କ'ଣ ତାକୁ ମାନେ ମା' ମରିଲା ବେଳେ ତାର କେହି ସାହା ନାହିଁ ଗୋଟେ ସାନ ଭାଇ ଅସୁବିଧା ହେଉଛି କିନ୍ତୁ ସେ ଛୋଟ ଭାଇ ସିଏ କିନ୍ତୁ ଚାଲିବାନି ଛୋଟ ଗାଡ଼ିରେ ସେ ସଗୟ କରିକି ଚାଲୁଛି କିନ୍ତୁ ତାକୁ ଭଗବାନ ତାକୁ ଭଲ ରଖନ୍ତୁ ସାହା ହୁଅନ୍ତୁ ମା' ଚାଲିଲା ବେଳେ ତାକୁ ଭଗବାନ ରଖନ୍ତୁ କିନ୍ତୁ ସେଇ ଦାଦା ହେବ ମୋର ଭାଇ ହେବନି ଦାଦା ହେବ କିନ୍ତୁ ସେଇ ତାକୁ ଆମେ ଆଶୀର୍ବାଦ ଆମେ କହିଚାଲିଛୁ କିନ୍ତୁ ମାଆଙ୍କ ଆଶୀର୍ବାଦ ସର୍ବିତନ ଚାଲିଛି ଆମେ ଖାଲି ଏତିକି କହିକି ବ୍ରେକ୍ କରିକି ରଖୁଛୁ ଏଇ ସର୍ବିତନ କହିଛୁ ଆମେ ଭଗବାନ ଦେଖେଇବୁ କିନ୍ତୁ ଭଗବାନ କ'ଣ ଚାଲିଛି କ'ଣ ରୋଷେଇ ହେଉଛି କେତେ ଲୋକ ଆଇଛନ୍ତି ଦେଖନ୍ତୁ କିନ୍ତୁ ଆମେ ଦେଖନ୍ତୁ କେତେ ଲୋକ ଆସନ୍ତି ଯାଇକି ମନେ ହେଇଛି କିନ୍ତୁ ଆମେ ଦେଖେଇବୁ ଆମ କ୍ୟାମେରାକୁ କହିବି ଖାଲି ଦେଖେଇବେ ଆମ ସନ୍ତା କାଲି ଶିଶୁ ଅନନ୍ତ ଦୀପକ ବେହେରା ନ୍ୟୁଜ୍ରେ ୟୁଟ୍ୟୁବ୍ରେ ଦେଖିବେ ଶିଶୁ ଅନନ୍ତ ବାବାଙ୍କର ନୟକ ମା ବିଲମଙ୍ଗା ଏସବୁ ଦେଖେଇବି କିନ୍ତୁ ଦେଖିପାରୁଛନ୍ତି ଶିଶୁ ଏଠି ବଡ଼ ଗଛ ମାନେ ସଂକୀର୍ତ୍ତନ ହେଉଛି ଏପଟେ ବଡ଼ ଗଛ ସେପଟେ ବାଟିଆ ପରେ ହେଲେ ସେ ବାଟିଆ ଭାଙ୍ଗିନି କିନ୍ତୁ ବାଟିଆ ଭାଙ୍ଗିବନି ଏପଟେ ଭାଙ୍ଗିବନି ଦେଖିବନି ମା' କହିଲେ ସଂକୀର୍ତ୍ତନ ହେଉଛି ନୂଆ ବର୍ଷ ହେଉଛି ଆଗକୁ ହେବ ଏବଂ କରାଇ ଚାଲିବ ଏ ଭଗବାନଙ୍କ ଆଶୀର୍ବାଦ ହେଉଛି ହେବ ଏବଂ ପ୍ରତିବର୍ଷ କରାଯିବ କିନ୍ତୁ ମାଆଙ୍କ ଆଗରେ ବଡ଼ ହେଉ ଛୋଟ ହେଉ କରାଯିବ ଏଠି ଆମେ ରଖୁଛି ନମସ୍କାର ଆଉ କିଛି କହିପାରିବିନି ଆମ କ୍ୟାମେରାମ୍ୟାନ୍କୁ କହିବି ଏଠି ବନ୍ଦ କରନ୍ତୁ ଆସନ୍ତା କାଲି ନୂଆ ବର୍ଷ ଗୁରୁବାର ଦିନ ଆମେ କାଲି ଦେଖେଇବୁ ଗୁରୁବର୍ଷ 2026 ଦିନ ଆମେ ଦେଖେଇବୁ କିନ୍ତୁ ଏଠି ମା' ମଙ୍ଗା ଅଛନ୍ତି ବିଲ ମଙ୍ଗା ଅଛନ୍ତି ଏପଟେ ମଙ୍ଗା ଅଛନ୍ତି ଯିଏ ଅଛନ୍ତି ମା' କିନ୍ତୁ କାଲି ଦିନ ବେଳା ଦେଖେଇବୁ ରାତିରେ ଦେଖାଯାଉନି କି ନାଇନ୍ ଥିଲେ ଭଲ ହେଇଥାନ୍ତା ନାଇନ୍ ନାହିଁ ଅନ୍ଧାରେ ଆମେ ଆସିଛୁ ଏଇ ନଈ ବନ୍ଧ କଲେ ଆମେ ଠିଆ ହେଇକି କ୍ୟାମେରା କରୁଛୁ ନଈକି ମା' ପାଖକୁ ଯାଇଥିଲୁ କିନ୍ତୁ କାଲି ଆମେ ଦେଖେଇବୁ କିନ୍ତୁ ମା' ଆମ ଉପରେ ଆଶୀର୍ବାଦ ଅଛି ଆମକୁ କେହି ପ୍ରୟୋଗ କରିବେନି ଆମେ ତିନି ଆଗକୁ ଯିବୁ ଆଗକୁ କହିକି ଯିବୁ ଯିଏ ଭାବୁଛି ଯିଏ ଯାହା ଖୟ ଭାବୁ କିନ୍ତୁ ମା' ଆଜ୍ଞା ଆମେ ଚାଲିଛୁ କିନ୍ତୁ ଆମେ ଟଙ୍କାରେ ଖାଇବା ନାହିଁ କି ଟଙ୍କାରେ ଖାଇବୁନୁ ଯେଉଁ ଭକ୍ତମାନେ ଦେଉଛନ୍ତି ପଇସା ସେମାନଙ୍କ କାର୍ଯ୍ୟରେ ଚାଲିଛି କିନ୍ତୁ ଆମେ ଚାହୁଁନୁ ଆମେ କହୁଛୁ ଭକ୍ତମାନଙ୍କୁ କହୁଛୁ କ'ଣ ଯିଏ ମାନେ ଆସିବେ ଆମକୁ ଟଙ୍କା ଦେବା ନାହିଁ ମା'ର ତେଲ ହଉ ଘିଅ ହଉ ଯାହା ଦରକାର ତମେ ଆଣିକି ଥୋଇଦିଅ ଆମେ ଦୋକାନ ଦେଖିଛି କ୍ୟାମେରା ଦେଖେଇଲି ସେଠି ସବୁ ଅଛି ଘଣ୍ଟ ଅଛି ଘଣ୍ଟି ଅଛି ମା' ଅଛି ଧୂପ ଅଛି ଧୂପକାଠି ଅଛି ସବୁ ଅଛି କିନ୍ତୁ କାଲି ଭାଇନା ଆସିବେ ଯେତେବେଳେ ପୂଜା କରିବେ ଆମେ ଦେଖେଇବୁ ମା'ଙ୍କର କେତେ ମଜା ହେଉଛି ମୁଁ କ୍ୟାମେରାମ୍ୟାନ୍ କହିବି ଆଉ କାଲି ଯେଉଁ ପଣ୍ଡା ଆସିବ ସେ ପଣ୍ଡାକୁ କାଲି କହି ପଣ୍ଡାକୁ ସେ ପଣ୍ଡା କିଛି କହିବେ କିନ୍ତୁ କାଲି ଦୀପକ ବେହେରା ଆମେ ଦେଖେଇବୁ ନମସ୍କାର ମା'ଙ୍କର ଆଜି ରାତି 10ଟା 10:30 ହେଲେ କିନ୍ତୁ ଆମେ କିଛି କହିବିନି ଏଇ ମା'ଙ୍କର ଆମେ ତିନି ଭାଇ ମିଶିକି ଯେଉଁ ଅଛୁ ଯେ ଆମେ କିଛି କାମ କରୁନୁ ଯାହା ଯେତିକି ଖର୍ଚ୍ଚ ହେଉଛି ଆମେ ମିଶିକି ଯାହା ପ୍ରଭାବ ପାଉଛୁ ଆମେ ସେତିକି କହୁଛୁ କିନ୍ତୁ ଯେଉଁ ଭାଇ ବେଶୀ ଦେଉଛି ସେ ଭାଇ ଭଲ ରଖନ୍ତୁ କିନ୍ତୁ ରାତି 10ଟା 10:30 ହେଲେ ଆଉ କିଛି କହିବୁନୁ ଯେଉଁମାନେ ଭକ୍ତମାନେ ମା'ଙ୍କ ଭକ୍ତମାନେ ଭଗବାନଙ୍କ ଭକ୍ତମାନେ ସେଇମାନେ ନାଇଟ୍ ଦେଖି ନାଇଟି ଏବଂ ସେୟାର କରନ୍ତୁ ସେମାନେ ଏଇ କାକଟପୁର ଆସି ଏଇ ବାଲିପାଟଣା ଶିଶୁ ଅନନ୍ତ ଦେଇକି ନଈ ମନରେ ଆସିଲେ ଏ ମଝିରେ ପଡ଼ିବ କୃଷ୍ଣପଟା ନଈ ସୁଧା ସମୟ କାକଟପୁର ନଦୀରେ ଅଛି ମହାମଙ୍ଗାକୁ ଦେଖି ଦର୍ଶନ କରିକି ଯାଆନ୍ତୁ କିନ୍ତୁ ମାନେ ଆମର ବାଲିଅଣ୍ଟା ବ୍ଲକର ଏପରି କାକଟପୁର ପଞ୍ଚାୟତରେ ମା' ଅଛନ୍ତି ବିଲମଙ୍ଗା ଏବଂ ମେୟକ ମା' ଏ କିନ୍ତୁ ଆମେ ଦେଖାଉଛୁ ଏତିକି ଆମେ ରଖୁଛି ନମସ୍କାର ଜୟ ଜଗନ୍ନାଥ।